जय जगन्नाथ जय माँ गुरुवारी आसतु आज आम बुली जा आम साही मालिकियाणी माँ गुरुवारी मंदिर को आ देखा माँ केमिति अछंती आसतु। आम माँ मंदिर को जावाक हेले गोटे पड़े सुंदर छोटिया साहिटी आसीगला आम माँ पीठस्थली देखे पारे मंदिर टी बाहर केते सुंदर लगुच पहुंची जाइछु आम माँ पीठस्थली में आसतु भितर को जा देखा आम मालिकियाणी माने आम गुरुवारी माँ केमिति अछंती आसतु। माँ चारिपाखे जो पार्श्व देवता मान अच्छा दर्शन करवा आसतु देखी जा ये हूँ आम माँ यज्ञ पीठ ये माँ वार्षिक उत्सव पालन हुए और साइड की अच्छा प्रभु जय बजरंगबली पंचम की हनुमान आसतु मंदिर को बुली जा। पाखक विराजित होती आम बजरंगबली पंचमुखी हनुमान विष्णु की माँ विषय कौन अनुभूति कहे माँ कह माँ विषय मु तो बहुत थर माँ को अनुभव करी तो सब कथा कही हबनी किंतु माँ को जदि स्मरण करके जाइथिबो ताले बहुत बड़ बड़ विपद भी उद्धार पाई जमती कि थारे माने माँ को मोर मुंडिया मारिया को मोर मन ना मु जाइती माने गोटे कार आसिकी मो साइड रे मिरर दे बाडे हेकी जाउजी अतत मोर किछि हेइनी कहीं ना मु माँ को सब डाके से दिन कहीं केमती मोर मन ना मु आ माँ को स्मरण करनी कि मुंडिया मारिनी से बेले सागे सागे मोर मन पड़गला जे मु केड़े बड़ भूल कर देछि आज माँ को केमती डाकिनी जाऊ से सागे सागे स्मरण कर मो काम को जाइए भले किंतु आउ किसी अनुभूति नवा आम माँ ये भी जन होती माँ भक्त आसतु आंकु किसी पचार बुझा माँ अनुभूति विषय
ଏଇଟା ଧରିକି କହିବି। ମାଙ୍କ ବିଷୟରେ କଣ କୁହନ୍ତୁ କିଛି? ମା ତ ଜଗତ କାଳେ ମା ଆଉ ମା ତ ଯାହା କହିଲେ ମା ଗୁହାରି ଶୁଣୁଛନ୍ତି, ରାତି ଅଧେ ଡାକିଲେ ମା ଓ କେତେ କରୁଛନ୍ତି, କେତେ ପ୍ରତ୍ୟକ୍ଷ ମା, ପ୍ରତ୍ୟକ୍ଷ ମା ଆଉ ମା ତ ଜଗତରେ କଣ ନାହାନ୍ତି। ମାନେ ଆପଣଙ୍କର ଅନୁଭୂତି କିଛି ମାଙ୍କୁ ଡାକିକି କିଛି ଅନୁଭୂତି? ସବୁ ମାନେ କହିଲେ ସରିବନି, କଣ କେତେଟା ପୂରଣ କରିଛନ୍ତି କହିଲେ ସରିବନି, ଏତେ ପୂରଣ କରିଛନ୍ତି ଯେ ମାନେ ଗଣି ହବନି। ଯୋଉଥିରେ ମାଙ୍କୁ ଡାକିଛି ସେଇଥିରେ ମା ପୂରଣ କରିଛନ୍ତି। ମା ଅନେଇକି ବସିଛନ୍ତି ଆପଣଙ୍କ ପୁଅ ଘରେ ବସିଥିବା। ବାହାଘରଠୁ ନେଇକି ଜାଗା କିଣାଠୁ ନେଇକି ଘରଠୁ ସବୁ କିଛି ମା ପୂରଣ କରିଛନ୍ତି, କୋଉଥିରେ ଆଉ ରଖି ନାହାନ୍ତି ଅଭାବ। ଆସନ୍ତୁ ପଚାରି ବୁଝିବା ମାଙ୍କର ମୁଖ୍ୟ ପୂଜକ ମୋ ବାପା, ତାଙ୍କ ମୁହଁରୁ କିଛି ମାଙ୍କର ଅନୁଭୂତି ଶୁଣିବା, ଯେ ଦୀର୍ଘତଃ 40 ବର୍ଷ ହବ ମାଙ୍କ ସେବାରେ। ସର୍ବମଙ୍ଗଳ ମାଙ୍ଗଲେ ଶିବେ ସାଧିକେ ପଦାର୍ଥେ ଶରଣଂ ତ୍ରମ୍ବକେ ଗୌରୀ ଗୁରୁବାରୀ ନମସ୍ତୁତେ। ନମସ୍ତେ ଶ୍ରୀ ଗୁରୁବାରୀ ଦେବୀ ସର୍ବଶକ୍ତି ପ୍ରଦାୟିନୀ ବାଞ୍ଛା ତୀର୍ଥ ଫଳେ ଦେବୀ ଜଗନ୍ମାତ ନମସ୍ତୁତେ। ମା ଜଗଜ୍ଜନନୀ ମା ଗୁରୁବାରୀ ଦେବୀଙ୍କର ଅପାର କରୁଣା ଭକ୍ତମାନଙ୍କ ଉପରେ ଅଛି। ମୋର ଗୋଟେ ଅନୁଭୂତି ମୁଁ କହୁଛି। ଆମ ବାପା ଙ୍କର ଡାଇବେଟିସ ପ୍ଲସ ପରିସ୍ରା ନଳୀରେ ପାଇପ ଲାଗିଥିଲା, ତେଣୁ ତାଙ୍କର ପରିସ୍ରା ଚଉକ ହେଇଗଲା ପରେ ଆମେ ତାଙ୍କୁ ଡାକ୍ତରଖାନା ନେଇକି ଯିବାକୁ ବସିଲୁ। ବାପାଙ୍କର ଆଉ ଇଏ ନାହିଁ, ବାପା କହିଲେ ମୁଁ ଆଉ ବଞ୍ଚିବି ନାହିଁ, ତେଣୁ ସମସ୍ତେ ଆମ ଘରର ପରିବାର ସମସ୍ତେ ନିର୍ମାଲ୍ୟ ସବୁ ଆଣିକିରି ଦେଇଦେଲୁ। ଆମେ କହିଲୁ ବାପାଙ୍କର ଏଇ ବୋଧେ ଲାଷ୍ଟ, ତେଣୁ ଆମ୍ବୁଲାନ୍ସ ଡକେଇଲୁ, ଆମ୍ବୁଲାନ୍ସରେ ନେଇକିରି ଆସିଲୁ। ମାଙ୍କ ଦୁଆର ମୁଣ୍ଡରେ ଠିଆ କରିକିରି ମାଙ୍କୁ ଟିକେ ଜଣେଇ ଦେଇକି ଗଲୁ, ମା ଆମେ ଆମ ବାପାଙ୍କୁ ନେଇକି ଯାଉଛୁ ମେଡିକାଲ, ତୁ ଚାହା। ଠିକ ଗୋପାଳପୁର ବ୍ରିଜ ମୁଣ୍ଡ କାଠଗୋରୁ ବ୍ରିଜ ମଝିରେ ହେଇଛୁ, ଆମ ବାପା ଉଠିକିରି ବସିଲେ, କହିଲେ ମୋତେ କୁଆଡେ ନେଇକି ଯାଉଛ? ଆମେ କହିଲୁ ବାପା ତମର ବା ଝିଅ ଖରାପ ଥିଲା, ଆମେ ତମକୁ ମେଡିକାଲ ନେଇକି ଯାଉଛୁ। ନା ନାଇଁ, ଆରେ ମୋର ଝିଅ କିଛି ଖରାପ ନାହିଁ, ମୋତେ ଘରକୁ ନେଇକିରି ଚାଲ। କିନ୍ତୁ ଆମେ ନ ବୁଝିବାରୁ ନେଇକିରି ମେଡିକାଲ ଗଲୁ, କିନ୍ତୁ ବାପା ସୁସ୍ଥ ହେଇକିରି ଆମର ଆସିଲେ। ଆଉ ଦିନକର କଥା, ମୁଁ ବନ୍ଧ ଉପରେ ଦୋକାନଟିଏ କରିଥାଏ, ତେଣୁ ସବୁଦିନ ପଇସା ଯାହା ରାତିରେ ବେପାର କରେ ସବୁ ପଇସା ତକ ମୁଁ ନେଇକି ପଳେଇ ଆସେ ଗୋଟେ ଠୁଙ୍ଗାରେ ପୁରେଇକି। ସେତେବେଳେ ଆମର ଠୁଙ୍ଗା ଚାଲିଥିଲା, କାଗଜ ଠୁଙ୍ଗା, ତେଣୁ ସେ ଠୁଙ୍ଗାରେ ପୁରେଇକି ନେଇକି ନେଇ ଆସେ। ତାପରେ ଏଠି ମାଙ୍କର ପୂଜା କରି ମୁଁ ଦୋକାନକୁ ମୋର ଯାଏ, କିନ୍ତୁ ମୋର ମନେ ନାହିଁ ମାଙ୍କ ପାଖରେ ସେତେବେଳେ ବାଉଁଶ ବଣରେ ମା ଥିଲେ, ସେତେବେଳେ ମନ୍ଦିର ଫନ୍ଦିର କିଛି ନଥିଲା, ତେଣୁ ସେ ପଥର ଗୋଟେ ଥିଲା, ପଥର ଉପରେ ମୁଁ ମୋର ପଇସା ତକ ସବୁ ହାରାହାରି ଟଙ୍କା 5,000 ଭଳିଆ ଥୋଇ ଦେଇକିରି ମୁଁ ପଳେଇଲି। ସକାଳୁ କିନ୍ତୁ ପିଲାମାନେ ଆସନ୍ତି, ସମସ୍ତେ ଖେଳକୁଦ ଭଲ ମନ୍ଦ ସମସ୍ତେ କରନ୍ତି। ମୋର ଆଉ ମନେ ନାହିଁ ମୁଁ ପଇସାଟା ଥୋଇ ଦେଇକି ଯାଇଛି। ସେଠି ଜଣେ ବନ୍ଧ ଉପରେ ମୋତେ ଜଣେ ରେଜା ମାଗିଲା, ମୁଁ କହିଲି ଆରେ ରହିଥା ମୁଁ ଦଉଛି ରେଜା। ଠୁଙ୍ଗା ଖୋଜିଲା ବେଳକୁ ଆଉ ଠୁଙ୍ଗା ନାହିଁ। ଆରେ ମନେ ପଡ଼ିଗଲା, ମୁଁ କହିଲି ଆରେ ହେ ମାଙ୍କ ପାଖରେ ତ ମୁଁ ଠୁଙ୍ଗାଟା ଥୋଇ ଦେଇକିରି ଆସିଲି, ଆଉ ଥବ କଣ? ଆସିକିରି ଘଣ୍ଟାଏ 2 ଘଣ୍ଟା କଥା ହେଲାଣି, ହଉ ଦେଖାଯାଉ, ସେଇଠି ଦୌଡ଼ିକିରି ଆସିଲି। ଯାହା ହଉ ପଇସା ଯୋଉଭଳି ଅବସ୍ଥାରେ ମୁଁ ଯେମିତି ରଖିଥିଲି ସେମିତି ସେଇଭଳି ଅବସ୍ଥାରେ ସେମିତି ଅଛି, ସେଇଠି ପଇସାଟା ନେଇକିରି ଗଲି। କିନ୍ତୁ ମାଙ୍କ କୃପାରୁ ମାଙ୍କ ଶରଣରେ ମୁଁ ଥିବାରୁ ମୋର କୌଣସି ଅସୁବିଧା କିଛି ହେଇନାହିଁ। ଯାହା ହଉ ମାଙ୍କ ଦୟାରେ ଏପର୍ଯ୍ୟନ୍ତ ମୁଁ ଆସିକିରି 58 ବର୍ଷ ହେଲାଣି, ମାଙ୍କର 40 ବର୍ଷ ସେବା ମଧ୍ୟରେ ମୋର କୌଣସି ଅସୁବିଧା ହେଇନାହିଁ।
ଯିଏ ମାଙ୍କ ପାଖରେ ସବୁଦିନ ସକାଳ ସନ୍ଧ୍ୟା ନିଜକୁ ସମର୍ପିତ କରିଦେଇଛନ୍ତି। ଆମ ସାହିର ମୋର ସାନ ଭାଇଟେ ଲିପୁନ। ଆସନ୍ତୁ ଲିପୁନ, ମାଙ୍କ ବିଷୟରେ କିଛି ଅନୁଭୂତି। ଜୟ ମା ଗୁରୁବାରୀ। ସବୁବେଳେ ମାଙ୍କ ପାଖକୁ ଆସେ, ଯେହେତୁ ଆମ ଗ୍ରାମ ଦେବତୀ, ସକାଳୁ ଉଠିଲେ ଠାକୁର ପୂଜାପୂଜି କରି ମାଙ୍କ ପାଖକୁ ବି ଆସେ, ମାଙ୍କୁ ଦର୍ଶନ କରେ, ମୁଣ୍ଡିଆ କରେ। ଆଉ ଯାହା କାମ ଟିକେ ଯିଏ ଦିଅନ୍ତି ବାସନ ମାଜିଦିଏ କୋଉ ଦିନ କେମିତି, ଏମିତି କାମ ମାଙ୍କର ଟିକେ କରେ। କୋଉ ଦିନ ମୋତେ କୃପା କରିଛନ୍ତି, ମୋ ଉପରେ ବି ଅଛି, ସମସ୍ତ ଅଛି। ଯାହା ହଉ ସଦା ସର୍ବଦା ମା ଗୁରୁବାରୀ ଆପଣଙ୍କୁ ଘଣ୍ଟରେ ରଖିଥାନ୍ତୁ, ଭଲରେ ରଖିଥାନ୍ତୁ, ଭଲରେ ରୁହନ୍ତୁ। ହଁ, ସମସ୍ତଙ୍କୁ ବି ରଖିଥାନ୍ତି ମା। ମୋ ଚ୍ୟାନେଲ, ନ୍ୟୁ ଚ୍ୟାନେଲ ମୋ ଡାଏରୀ ମୋ କାହାଣୀର ପ୍ରଥମ ବ୍ଲଗ୍ସ ଆଉ ମୋ ସାହିରୁ ଆମ ମାଲିକିଆଣୀ ମା ଗୁରୁବାରୀଙ୍କ ମନ୍ଦିରରୁ ଇଏ ଥିଲା ମୋ ଫାଷ୍ଟ ବ୍ଲଗ। ମୋ ଚ୍ୟାନେଲ ମୋ ଡାଏରୀ ମୋ କାହାଣୀର ପ୍ରଥମ ବ୍ଲଗ୍ସ ଆମ ସାହିର ମାଲିକିଆଣୀଙ୍କର। ଆଉ ନିଶ୍ଚିନ୍ତ ଭାବେ ଭିଡ଼ିଓଟି କେମିତି ଲାଗିଲା ନିଶ୍ଚିନ୍ତ ମତାମତ ଦେବେ। ଆଗକୁ ନ୍ୟୁ କଣ୍ଟେଣ୍ଟ, ଓରିଜିନାଲ କଣ୍ଟେଣ୍ଟର ଭିଡ଼ିଓ ଆପଣମାନଙ୍କ ପାଖରେ ଉପସ୍ଥିତ କରିବି। ମୋ ଚ୍ୟାନେଲ ମନେ ରଖିବେ, ମୋ ଚ୍ୟାନେଲ ମୋ ଡାଏରୀ ମୋ କାହାଣୀ। ସମସ୍ତଙ୍କୁ ମୋ ତରଫରୁ ହୃଦୟରୁ ବହୁତ ବହୁତ ଭଲ ପାଇବା ରହିଲି। ଜୟ ଜଗନ୍ନାଥ, ଜୟ ମା ଗୁରୁବାରୀ।